ରାତ୍ରିର ଏକ ସୁନ୍ଦର ମଜାଦାର ନିଦ ପରେ କେଉଁଝରର ସୁକାନ୍ତ ସାର୍, ଗଞ୍ଜାମରୁ କାଳୁ ସାର୍ ଓ ମୁଁ 3 ଜଣ ବାହାରିଲୁ କେରଳ ଅଭିମୁଖେ IIM କୋଝିକୋଡ଼ ଆଡ଼କୁ। ଜୀବନର ପ୍ରଥମ ଥର ପାଇଁ ଆମେ ସବୁ ବିମାନରେ ଚଢ଼ିବାକୁ ଯାଉଥିଲୁ। ଅତ୍ୟନ୍ତ ଖୁସିର ମାହୋଲ ଥିଲା। ଖୁସିରେ, ମଜାରେ, ଆନନ୍ଦରେ ଆମେ ଅପେକ୍ଷା କରିଥିଲୁ ଏରୋପ୍ଲେନ୍। ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଲା ପରେ ଏହା ସରକାରଙ୍କ ତରଫରୁ ଆମକୁ ଏକ 5 ଦିନିଆ କ୍ୟାପାସିଟି ବିଲ୍ଡିଂ ଟ୍ରେନିଂ ଦିଆଯାଉଥିଲା। ଏହାର ସୁଯୋଗ ନେଇ ଆମ ଓଡ଼ିଶାରୁ ମୋଟ 28 ଜଣ CRCC, ଆମ ଜଏଣ୍ଟ ଡାଇରେକ୍ଟର ମ୍ୟାଡ଼ାମ ନିରୂପା ବେହେରା ମ୍ୟାଡ଼ାମ, ପ୍ରୋଗ୍ରାମ କୋଅର୍ଡିନେଟର ଶ୍ରୀ ପ୍ରଦ୍ୟୁମ୍ନ ପତି ସାର୍ ଆମ ଟିମ୍ରେ ଥିଲେ। ତ ମୋଟ 30 ଜଣ ଆମେ ଅପେକ୍ଷା କରିଥିଲୁ ବାଙ୍ଗାଲୋର ଆଡ଼କୁ ଯିବାକୁ। ଭୁବନେଶ୍ୱରରୁ ବାଙ୍ଗାଲୋର 2 ଘଣ୍ଟିଆ ଜର୍ଣ୍ଣି ଥିଲା। ସେ ଅନୁଭୂତିର ଲାଭ ଉଠିବାକୁ ଆମେ ଅପେକ୍ଷା କରିଥିଲୁ। ନୂଆ ନୂଆ ଜିନିଷ ଦେଖୁଥିଲୁ ଓ ତା ପାଇଁ ଭିଡ଼ିଓଗ୍ରାଫି ମଧ୍ୟ କରିଥିଲୁ। ବହୁତ ମଜା ଲାଗୁଥିଲା। ଏକ ସୁନ୍ଦର ଅନୁଭୂତିକୁ ଲାଭ କରିବା ପାଇଁ ଆମେ ଅପେକ୍ଷା କରିଥିଲୁ। ପ୍ଲେନ୍ ଆସିଲା, ଆମେ ମିଶି ଯାଉଥିଲୁ। ଆଗରେ ଥିଲେ ଆମ ପୂର୍ବତନ କ୍ରିକେଟ ୱାର୍ଲଡ କପ୍ର ମ୍ୟାନେଜର ଶ୍ରୀ ରଞ୍ଜିତ ବିଶ୍ୱାଳ ସାର୍। ଆମ ସହିତ ଭେଟ ହେଇଗଲା, ଭିତରେ ପହଞ୍ଚିଲୁ। ତ ଆମ ସିଟ୍ ଜଣା ପଡ଼ୁନଥିଲା କେଉଁଠି ବସିବୁ। ସେଇଠି ଆମକୁ ଜଣେ ଆମକୁ ବତାଇ ଦେଲେ ସିଟ୍ରେ କେମିତି ବସାଯାଏ। ପ୍ଲେନ୍ ଆରମ୍ଭ ହେଲା, ଗଡ଼ି ଗଡ଼ି ଚାଲିଲା ଆଗକୁ। ଅତ୍ୟନ୍ତ ରୋମାଞ୍ଚକର ସ୍ଥିତିରେ ଆମେ ଉପରକୁ ଉଡ଼ିବାକୁ ଲାଗିଲୁ। ଭିଡ଼ିଓଗ୍ରାଫି କରିଲୁ ଓ ଏକ ସୁନ୍ଦର ପ୍ରଥମ ଅନୁଭୂତିକୁ ଆମ ଜୀବନରେ, ଆମ ହୃଦୟରେ ଛାପି ରଖିଲୁ। ଥ୍ୟାଙ୍କ ୟୁ ମୋ ସ୍କୁଲ, ଥ୍ୟାଙ୍କ ୟୁ OSEPA, thank you for organizing a such beautiful trip। ଧୀରେ ଧୀରେ ଆକାଶରେ ଉଡ଼ିବା ସମୟରେ ସେ ଅନୁଭୂତିକୁ ଆମ ସ୍ମାଇଲିଂରେ ପ୍ରତିଫଳିତ ହେବାକୁ ଲାଗୁଥିଲା। କେତେ ଆନନ୍ଦ ଲାଗୁଥିଲା। ଦେଖନ୍ତୁ, ଏହି ଟ୍ରିପ୍ରେ ଆଉ ଗୋଟିଏ ମଜାଦାର ତଥା ସ୍ମୃତିମୟ ଘଟଣା ଘଟିଥିଲା ଯେ ସୁପରଷ୍ଟାର, ଓଡ଼ିଆ ସୁପରଷ୍ଟାର ଅନୁଭବ ମହାନ୍ତି ଆମ ସହିତ ଆସୁଥିଲେ। ଏତେ ସୁନ୍ଦର କଥାବାର୍ତ୍ତା ତାଙ୍କର, ଏତେ ଭଦ୍ର, ଆଶ୍ଚର୍ଯ୍ୟ ଲାଗିଲା। କେତେ କୋଅପରେଟିଭ, କେତେ ସମ୍ମାନ। ସେ ସମସ୍ତଙ୍କୁ ସହ କଥା ହେଇ ଆମ ସହିତ ଯାତ୍ରା କରୁଥିଲେ। ଉପରରୁ ସେ ସବୁ ଗୁଡ଼ାକୁ ଦେଖୁକି କେମିତି ଲାଗୁଥିଲା। ଗୁଗୁଲ ମ୍ୟାପ୍କୁ ଦେଖିଲେ ମୋବାଇଲ ଯେମିତି ଲାଗୁଥିଲା, ପ୍ଲେନ୍ରୁ ତଳକୁ ଦେଖିଲେ ଠିକ୍ ଜଣାପଡ଼ୁଥିଲା। ମେଘମାନଙ୍କ ଗହଳରେ ତାଙ୍କ ସହିତ କଥାବାର୍ତ୍ତା ହୋଇ ତାଙ୍କୁ ଚିରି ଆଗକୁ ବଢ଼ୁଥିଲୁ। ଭୂମି ଉପରୁ ପ୍ରାୟ 15,000 ଫୁଟ ଉପରେ ଉଡ଼ୁଥିଲୁ ଆମେ। ସେ ସୁନ୍ଦର ଦୃଶ୍ୟକୁ ଦେଖୁଥିଲୁ, ଅନୁଭବ କରୁଥିଲୁ, ମଜା କରୁଥିଲୁ। ବାଃ, ପ୍ରକୃତି ଲାଗୁଥିଲା ଭାଗ୍ୟବାନ। 2 ଘଣ୍ଟାର ଜର୍ଣ୍ଣି ଥିଲା। 2 ଘଣ୍ଟା ଆମେ ମଜାରେ କଟାଉଥିଲୁ। 2 ଘଣ୍ଟା କେତେବେଳେ ଆସିଗଲା, କେତେବେଳେ ସରିଗଲା ଜଣାପଡ଼ିଲାନି। ଆମେ ବାଙ୍ଗାଲୋରରେ ଅବତରଣ କଲୁ। 2 ଘଣ୍ଟା ଜର୍ଣ୍ଣି, ତା ମଧ୍ୟରେ ବିଭିନ୍ନ ପ୍ରକାର ଆମକୁ ଖାଦ୍ୟ ମିଳିଥିଲା। ତାର ମଧ୍ୟ ଆନନ୍ଦ ଆମେ ନେଲୁ।
2 ଘଣ୍ଟା ଜର୍ଣ୍ଣି ପରେ ଆମେ ପହଞ୍ଚିଲୁ। ଓହ୍ଲାଇଲା ପରେ ସୁପରଷ୍ଟାର ଶ୍ରୀ ଅନୁଭବ ମହାନ୍ତି ସାର୍ ଆମ ସହିତ କଥା ହୋଇଥିଲେ। ସମସ୍ତ ଶିକ୍ଷକମାନଙ୍କ ସହିତ ସମ୍ମାନର ସହିତ କଥା ହେଲେ, ସମସ୍ତଙ୍କ ସହିତ ଧୈର୍ଯ୍ୟର ସହ କଥାବାର୍ତ୍ତା ହେଲେ। ଏତେ ସୁନ୍ଦର ବ୍ୟକ୍ତିତ୍ୱ, ଭଗବାନ ଆପଣ ମଙ୍ଗଳ କରନ୍ତୁ। ତାପରେ ଆମେ ଆଗକୁ ବଢ଼ିଲୁ। ବାଙ୍ଗାଲୋରର ଏୟାରପୋର୍ଟର ଥିବା ବିଭିନ୍ନ ସ୍ଥାନର କୁ ଦେଖି ବୁଲି ସୁକାନ୍ତ ସାର୍, ମୋର, କାଳୁ ସାର୍ ଆଗକୁ ଚାଲିଲୁ। ବାଙ୍ଗାଲୋର ଠାରୁ କେରଳ କୋଝିକୋଡ଼କୁ ଆମ ପାଇଁ ଏକ ବସ୍ରେ ବ୍ୟବସ୍ଥା ହୋଇଥିଲା। ସେହି ବସ୍ରେ ଆଗକୁ ଯିବା ପାଇଁ ବାହାରିଲୁ।